ନୂଆ ସରକାରରେ ନୂଆ ରୂପ ବଦଳୁଛି ସହରାଞ୍ଚଳର ଚିତ୍ର। ପ୍ରଶସ୍ତ ହେଉଛି ସହର, ପୁନରୁଦ୍ଧାର ହେଉଛି ଚିତ୍ତବିନୋଦନ କେନ୍ଦ୍ର। ସହରବାସୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ନୂଆ ଉତ୍ସାହ, ନୂଆ ଉଦ୍ଦୀପନା। କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଓ ଐତିହ୍ୟ ସମ୍ପନ୍ନ ସହର ହେଉଛି ଜୟପୁର। ରାଜା ରାଜୁଡ଼ା ଅମଳରୁ ରହିଛି ଏହି ସହରର ସ୍ୱତନ୍ତ୍ର ପରିଚୟ। ବହୁ ପୁରାତନ ସମୟରୁ ସହରର ପରିକଳ୍ପନା ହୋଇଥିବା ବେଳେ କୌଣସି ପ୍ରକାର ପରିବର୍ତ୍ତନ ନ ହୋଇ ସହର ସଙ୍କୁଚିତ ହୋଇ ରହିଥିଲା। ଏବେ ସମୟ ଅନୁସାରେ ବଦଳିଛି ସହରର ଚିତ୍ରପଟ। ପ୍ରଶସ୍ତ ହୋଇଛି ସହରର ରାସ୍ତା, ପୁନରୁଦ୍ଧାର ହୋଇଛି ଅନେକ ଜଳାଶୟ। ସବୁଠାରୁ ବଡ଼ କଥା, ସହରର କେବଳ ନବକଳେବର ହୋଇନାହିଁ, ଏହାର ଭିତରେ ଅନେକ ସରକାରୀ କାର୍ଯ୍ୟାଳୟର କାନ୍ଥରେ ବି ଅଙ୍କାଯାଇଛି କୋରାପୁଟ ଜିଲ୍ଲାର ଇତିହାସ। ସବୁଠି ଦେଖିବାକୁ ମିଳୁଛି ଜିଲ୍ଲାର ପାରମ୍ପରିକ କଳା ଓ ସଂସ୍କୃତିର ଝଲକ। ତା ସହିତ ଜୟପୁର ସହରର ପରିଚୟ କୁହାଯାଉଥିବା ଜଗନ୍ନାଥ ସାଗରର ବି ହୋଇଛି ପୁନରୁଦ୍ଧାର, ଯାହାକୁ ନେଇ ବର୍ତ୍ତମାନ ସହରବାସୀ ପୌରପାଳିକା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏସବୁ ବିକାଶମୂଳକ କାର୍ଯ୍ୟ ପାଇଁ ପୌର ପ୍ରଶାସନ ସହିତ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଭାବରେ ଦେଖନ୍ତୁ, ଆପଣ ଦେଖିନେବେ, ଦ୍ୟାଟ୍ ଇଜ୍ ଖାଲି କହିବାଟା ନାହିଁ, ବଟ୍ କାର୍ଯ୍ୟ କରିକି ଆମେ ଦେଖିଛୁ। ଆମେ ନାହିଁ, ଲୋକ କରୁଛନ୍ତି, ଅଫିସର୍ସ ଅଛନ୍ତି, ଆଇଏସ୍ ଅଫିସର ଥିଲେ ଦାଦେନ ସେ ଯାଇଛନ୍ତି। ବହୁତ କାମ ହୋଇଛି। ଫର୍ ଏକ୍ଜାମ୍ପଲ୍ ନୀଲକଣ୍ଠ ସାଗର ଫାଷ୍ଟ ଏକ୍ଜାମ୍ପଲ୍ ଦେବା, ଭେରି ସୁନ୍ ସେ କମ୍ପ୍ଲିଟ୍ ହେବ। ଭେଣ୍ଡିଂ ଜୋନ୍ ଆପଣଙ୍କର ଡିସପ୍ଲେ ବୋର୍ଡ଼ ଦେଖିପାରୁଥିବେ। ଏଇଟା ପେଭର ନଥିଲା ଆଜ୍ଞା, ଆପଣ ମୁଁ ଯେଉଁ ଠିଆ ହେଇକି କହୁଛି, ଏଇଟା ପେଭର ନଥିଲା, ପେଭର ହେଇଛି। ମରାମତ ହେଇଥିଲା ସେ କାନ୍ଥ, ଆପଣ ଯାହା ଦେଖିପାରୁଥିବେ ମ୍ୟୁନିସିପାଲିଟିର, ସେଇଟା ବଡ଼ ହେଇଥିଲା, ଗେଟ୍ ମିଶା ନଥିଲା, ଉପରେ ବୋର୍ଡ଼ ଲାଗିନଥିଲା। ନିଶ୍ଚିତ ଭାବରେ ଡେଭଲପ୍ ହୋଇ ତାର ସନ୍ଦେହ ନାହିଁ, ତିଳେ ମାତ୍ର ସନ୍ଦେହ ନାହିଁ। ମୁଁ ଆଉ ଗୋଟେ କଥା କହିବି ଆପଣଙ୍କର, ଯେଉଁ ଭେଣ୍ଡିଂ ଜୋନ୍ କଥା ଯେଉଁଟା ମୁଁ କହୁଥିଲି, ଭେଣ୍ଡିଂ ଜୋନ୍ ମରାମତ ଚାଲିଛି, ଅଡ଼ିଟୋରିୟମ୍ କାମ ଚାଲିଛି, ଇଣ୍ଡୋର ଷ୍ଟାଡ଼ିୟମ୍ କାମ ଚାଲିଛି। ତାପରେ ଆପଣଙ୍କର ପାର୍କସ୍ ଯାକ ଯେତିକି ମରାମତ କରିକିରି ଲୋକ ପ୍ରବେଶ କରିକିରି ସିନିୟର ସିଟିଜେନ୍ ହଉ, ୟୁଥ୍ ହଉ, ଇଭିନିଂ ମର୍ଣ୍ଣିଂ ୱାକ୍ ମଧ୍ୟ ଚାଲିଛି। ସେ ଭିତରେ ଆଉ ସନ୍ଦେହ କିଛି କରିବାର ନାହିଁ। ଆଦର୍ଶ ମ୍ୟୁନିସିପାଲିଟି ବୋଲି କହିଲେ ସଠିକ୍ ଭାବରେ ଆମେ କହିଛନ୍ତି, ଆଦର୍ଶ ମ୍ୟୁନିସିପାଲିଟି। ବାକି ଯୋଡ଼ା କହିବେ ଆଜ୍ଞା ୟାର ସିଆଡ଼େ ଦେଖନ୍ତୁ, ସଫେଇ କାର୍ଯ୍ୟକ୍ରମ ନ ହେଲେ ଆଜ୍ଞା କଚରା ପଡ଼ିଥାନ୍ତା ଆଜ୍ଞା ଜୟପୁର ଟାଉନରେ। ସଫେଇ କାର୍ଯ୍ୟ ନିଶ୍ଚିତ ଭାବରେ ହେଉଛି, ଭଲ କାମ କରୁଛନ୍ତି, ଭଲ ସୁପରଭାଇଜର ଅଛନ୍ତି। ଅନ୍ୟପଟେ ବର୍ତ୍ତମାନ ନୂଆ ସରକାରରେ ସହରାଞ୍ଚଳର ବିକାଶକୁ ଦିଆଯାଇଛି ପ୍ରାଥମିକତା, ନିଆଯାଇଛି ଗଠନମୂଳକ ପଦକ୍ଷେପ। ଖାଲି ସହରର ରୂପରେଖ ବଦଳି ନାହିଁ, ଏହାରି ଭିତରେ କରାଯାଇଛି ଅନେକ ଜନମଙ୍ଗଳକାରୀ କାର୍ଯ୍ୟ। ସହର ଭିତରେ ରହିଥିବା ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବି କରାଯାଇଛି ଥଇଥାନ। ଯୋଗାଇ ଦିଆଯାଇଛି ସମସ୍ତ ସରକାରୀ ସୁବିଧା ସହିତ ମାଗଣା ଷ୍ଟଲ୍। ବର୍ତ୍ତମାନ ଏସବୁ ଷ୍ଟଲ୍ରେ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟବସାୟ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ କରିବାରେ ହୋଇଛନ୍ତି ସକ୍ଷମ। এই କେଫେ ମିଳିଲା ପରେ ଆମେ ବହୁତ ସୁବିଧା ପାଇଛୁ। ଆଗରୁ ମେମ୍ବର ମାନେ ବହୁତ ହଇରାଣ ହେଉଥିଲେ, ଏମିତିକି ଆମର ଗ୍ରୁପ୍ ପଇସା ବାନ୍ଧିବା ବି ହେଉନଥିଲା, ବହୁତ ମାନେ ଅସୁବିଧାର ସମ୍ମୁଖୀନ ସେମାନେ ହେଉଥିଲେ। ବର୍ତ୍ତମାନ ଏ ମିଲେଟ୍ ଶକ୍ତି କ୍ୟାଫେ ମିଳିଲା ପରଠୁ ଆମେ ସମସ୍ତେ ରୋଜଗାର କରୁଛୁ ଆଉ ସମସ୍ତେ ବହୁତ ଖୁସିରେ ଅଛୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୟପୁର ସହର ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଅଧୀନରେ ଥିବାରୁ ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ମିଲେଟ୍ ଜାତୀୟ ଖାଦ୍ୟ ପ୍ରସ୍ତୁତ କରି ବିକ୍ରିବଟା କରୁଛନ୍ତି, ଯାହା ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ସହିତ ଗ୍ରାହକମାନଙ୍କୁ ବି ଆକୃଷ୍ଟ କରୁଛି। ବର୍ତ୍ତମାନର ଡବଲ ଇଞ୍ଜିନ୍ ସରକାରରେ ଏବେ ଡବଲ ବିକାଶର ଲକ୍ଷ୍ୟରେ ରହିଛି ଜୟପୁର ପୌରପାଳିକା। ତେବେ ଆଗାମୀ ଦିନରେ ସହରାଞ୍ଚଳର ଆହୁରି ବିକାଶ ହେବା ନେଇ ଆଶାବାଦୀ ରହିଛନ୍ତି ସହରବାସୀ। ପ୍ରଥମତଃ ଆମର ରଜାନଗରରୁ ଏ ଛକଟା ଏବେ ଟ୍ରାଫିକ୍ ସମସ୍ୟା ଲାଗି ରହିଛି, ତାକୁ ବି ଆମେ କଣ୍ଟିନ୍ୟୁ କରୁଛୁ। ଆମର ଲୋକ ଯାଉଛନ୍ତି, ଆମ ନିନିମାନଙ୍କୁ ଇଏ କରୁଛନ୍ତି। ଆଉ MG ରୋଡ଼ଟା ବି ଏବେ ଆମେ କ୍ଲିୟର କରିକିନା ତାକୁ ଏବେ ପୋଲ୍ ପୋଲ୍ ବି କାମ ଚାଲିଛି, ଆମ ଇଲେକ୍ଟ୍ରିସିଟି କାମ ଚାଲିଛି। ସେଇଟା ବି ୱାଇଡ଼ିଙ୍ଗ ହେଇଗଲାଣି, ଆପଣମାନେ ଯେଉଁ ଯାଇଥିବେ ଯଦି ଦେଖିଥିବେ ନିଶ୍ଚୟ। ସେଇଠି ଆଉ ଆମର ଯେଉଁ ସ୍କୁଲ ଗୁଡ଼ାକ ବି ଅଛି, ସେଇଠି ବି ଆମେ ଚିତ୍ର କରିକିନା କାନ୍ଥ ଗୁଡ଼ାକୁ ଲୋକଙ୍କୁ ଆୱାରନେସ୍ କରୁଛୁ। କଣ୍ଟିନ୍ୟୁ ଭାବେ ମେନ୍ ରୋଡ଼ରେ ବି ଆମର ଚାଲିଛି, ମାନେ ତାଙ୍କର ୱାଲ୍ ଗୁଡ଼ାକ ପେଣ୍ଟିଂ ଚାଲିଛି। ଏବେ ଆମର ପରବର୍ତ୍ତୀ ସମୟରେ ଆମର ଡିଭାଇଡ଼ର ଗୁଡ଼ାକ ବି ଯେଉଁ ହେଇଯାଇଥିଲା ଘାସପତ୍ର ହେଇକି ତାର ସୌନ୍ଦର୍ଯ୍ୟକରଣକୁ ଆମର ଇଏ କରୁଥିଲା, ଆମେ ତାକୁ ବି କ୍ଲିୟର କରିଦେଉଛୁ। ଆଉ ଡିଭାଇଡ଼ର କାମ ଷ୍ଟାର୍ଟ ବି କରିବୁ, ଟିକେ ପେଣ୍ଟିଂ କରିକିନା ତାକୁ ଜୟପୁରର ଯେହେତୁ ମେନ୍ ରୋଡ଼ ସେଇଟା ଆମର କୋରାପୁଟକୁ କନେକ୍ଟ କରୁଛି, ତାକୁ ବି ଡେଭଲପ୍ କରିବୁ ଆଗକୁ ଯାଇକିନା। ଜୟପୁରରୁ ମନୋହର ତ୍ରିପାଠୀଙ୍କ ରିପୋର୍ଟ, ଖବର ଓଡ଼ିଶା।